ମାର୍ଡୋଲ ଗ୍ରାମର ଦାଦନ ଶ୍ରମିକଙ୍କ ନାଗପୁର ରେଳ ଷ୍ଟେସନରେ ମୃତ୍ୟୁ। ପରିବାର ହେଲେ ପ୍ରଶାସନର ଦ୍ୱାରସ୍ଥ। ଶୁକ୍ରବାର ଦିନ 4 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ମାର୍ଡୋଲ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ପାଇ ମୃତଦେହ ଘରକୁ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ପରିବାର। ମିଳିଥିବା ସୂଚନା ଅନୁଯାୟୀ ମାର୍ଡୋଲ ଗ୍ରାମର ପ୍ରଶାନ୍ତ କୁମାର 5 ମାସ ତଳେ ସୋନପୁର ଜିଲ୍ଲା ବାଗଦୋଲି ଗ୍ରାମର ମିଟୁ ସୁନାଙ୍କ ସହ ଦଲାଲଙ୍କ ଜରିଆରେ ନିଜର 4 ବର୍ଷର ଝିଅକୁ ଧରି ଇଟାଭାଟିରେ କାମ କରିବାକୁ ସୁଦୂର ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ। ସେଠାରେ ଭାଟି ମାଲିକ ଦିନରାତି କାମ କରିବାକୁ କହି ନିର୍ଯାତନା ଦେଉଥିବା ଘର ଲୋକଙ୍କୁ ଫୋନ୍ରେ କହିଥିଲେ। ଗତକାଲି ଅପରାହ୍ନ 3 ଘଣ୍ଟା ସମୟରେ ମାଲିକଙ୍କଠାରୁ ମରଣାନ୍ତକ ମାଡ଼ ଖାଇ ଘରକୁ ଫେରୁଥିବା ସମୟରେ ନାଗପୁର ଷ୍ଟେସନଠାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା ଓ ରେଳବାଇ ପୁଲିସ ମୃତଦେହକୁ ଜବତ କରି ରଖିଥିବା ସାଥିରେ ଥିବା ମିଟୁ ସୁନା ଫୋନ୍ ଯୋଗେ ଘରକୁ ଖବର ଦେଇଥିଲେ। ଫଳରେ ମୃତଦେହ ଘରକୁ ଆଣିବା ପାଇଁ ଓ ତାଙ୍କ 4 ବର୍ଷର ଝିଅକୁ ଉଦ୍ଧାର ପାଇଁ ମୃତ ପ୍ରଶାନ୍ତଙ୍କ ପତ୍ନୀ ସୁମିତ୍ରା କୁମ୍ଭାର ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ସମୟରେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧର ସଭାପତି ପ୍ରଦୀପ କୁମାର ମହାନନ୍ଦ, ଉପସଭାପତି ଅଲେଖ ଜାଲ, ସମ୍ପାଦକ ନବୀନ ଭୈନା ଓ ମୃତ ପ୍ରଶାନ୍ତଙ୍କ ବାପା ଉପସ୍ଥିତ ଥିଲେ।